देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ନମ୍ବର 1, ନଭେମ୍ବରରେ ଏନଡିଏ ପରୀକ୍ଷା, ସାମିଲ ହେବେ ମହିଳା। 2022 ନୁହେଁ ଚଳିତ ବର୍ଷ ହିଁ ନ୍ୟାସନାଲ ଡିଫେନ୍ସ ଏକାଡେମୀ ତଥା ଏନଡିଏ ପରୀକ୍ଷାରେ ଝିଅମାନଙ୍କୁ ମିଳିବ ଚାନ୍ସ। ନଭେମ୍ବର ମାସରେ ହେବାକୁ ଥିବା ପରୀକ୍ଷାରେ ଏଣ୍ଟ୍ରି କରିବେ ମହିଳା। ସ୍ଥଗିତ ହେବନି ଏଣ୍ଟ୍ରାନ୍ସ ପରୀକ୍ଷା। ଲିଙ୍ଗଗତ ସମାନତାକୁ ସ୍ଥଗିତ ରଖାଯାଇପାରିବ ନାହିଁ। ଝିଅମାନଙ୍କୁ ଚଳିତ ବର୍ଷ ହିଁ ଏହି ପରୀକ୍ଷାରେ ସାମିଲ କରିବା ପାଇଁ କାଲି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ନଭେମ୍ବର 2021ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ ମହିଳାମାନଙ୍କୁ ପ୍ରବେଶ ଅନୁମତି ଦିଆଯିବା ଆବଶ୍ୟକ। ନମ୍ବର 2, ଚମକିବ ପଠାଣି ସାମନ୍ତ ପ୍ଲାନେଟୋରିୟମ ଚେହେରା, ବ୍ୟୟ ହେବ 41 କୋଟି। ଖୁବ୍ ଶୀଘ୍ର ପଠାଣି ସାମନ୍ତ ପ୍ଲାନେଟୋରିୟମର ରୂପ ବଦଳିଯିବ। ନୂଆ ଟେକ୍ନୋଲୋଜି ଦ୍ୱାରା ଏହାର ଚେହେରା ଚମକି ଉଠିବ। ଏଥିପାଇଁ 42 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଓ ଅନୁଦାନ ମଧ୍ୟ ମଞ୍ଜୁର ହୋଇସାରିଥିବା ଜଣାପଡ଼ିଛି। ଭିତରେ ଫ୍ଲାଟ୍ ସ୍କ୍ରିନିଂ ଓ 3D ପ୍ରେକ୍ଷାଳୟ ନିର୍ମାଣ କରାଯିବା ସହ ବାହାର ପରିବେଶକୁ ମଧ୍ୟ ଚକମକ କରାଯିବ। ପରିସରରେ ସୁନ୍ଦର ପାର୍କିଂ ବ୍ୟବସ୍ଥା କରାଯିବା ସହ ଫୁଡ୍ କୋର୍ଟ ଓ ଓପନ୍ ଡାଇନିଂ ବ୍ୟବସ୍ଥା ରହିବ। ସୂଚନା ଅନୁସାରେ ଏହି ପ୍ଲାନେଟୋରିୟମ ଚେହେରା ନବୀକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ନୂଆ ଟେକ୍ନୋଲୋଜି ପ୍ରୟୋଗ ବଳରେ ଏହାକୁ ପୁଣି ଥରେ ନୂଆ କରି ଗଢ଼ା ହେବ। ନମ୍ବର 3, ଆମେରିକା ଗସ୍ତରେ ମୋଦି, 24ରେ ମୋଦି ବାଇଡେନ୍ ସାକ୍ଷାତ। 3 ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର ଟପ୍ ସିଇଓଙ୍କୁ ଭେଟିବେ। ମୋଦି 24 ତାରିଖରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ଭାରତ ଆମେରିକା ସାମରିକ ସହଯୋଗ, ବାଣିଜ୍ୟ ସୁରକ୍ଷା ଆଦି ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଆଫଗାନ ସ୍ଥିତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଦୁଇ ନେତାଙ୍କ ଆଲୋଚନାରେ ସ୍ଥାନ ପାଇପାରେ ବୋଲି ଜଣାପଡ଼ିଛି। ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ମଧ୍ୟ ଭେଟିବେ ମୋଦି। ଏହି ଗସ୍ତ କାଳରେ ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧିତ କରିବା ସହିତ କ୍ୱାଡ୍ ସମ୍ମିଳନୀରେ ଯୋଗ ଦେବେ। ମୋଦି ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ନମ୍ବର 4, କୋଭିଡ୍ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିବ ସହାୟତା। ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ 50,000 ଟଙ୍କା ପ୍ରଦାନ କରାଯିବ। କେନ୍ଦ୍ର ସରକାର କାଲି ସୁପ୍ରିମକୋର୍ଟକୁ କହିଛନ୍ତି ଯେ କୋଭିଡ୍-19ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟମାନେ 50,000 ଟଙ୍କା କ୍ଷତିପୂରଣ ପାଇପାରିବେ। ତେବେ ଏହି ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ସରକାର ମଧ୍ୟ କହିଛନ୍ତି। ସରକାର ଏହା ମଧ୍ୟ କହିଛନ୍ତି ଯେ କେବଳ ମୃତ୍ୟୁ ପୂର୍ବରୁ ନୁହେଁ ବରଂ ଭବିଷ୍ୟତ ପାଇଁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯିବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ କୋଭିଡ୍ କାରଣରୁ ମୃତ୍ୟୁବରଣ କରିଥିବା ସମ୍ପର୍କୀୟଙ୍କୁ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି 50,000 ଟଙ୍କା କ୍ଷତିପୂରଣ ଭାବେ ସୁପାରିଶ କରିଛି। ପାଣିପାଗ ସୂଚନା, ସନ୍ଧ୍ୟା ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ, 25ରୁ ବର୍ଷା। ମିଆଁମାର ନିକଟବର୍ତ୍ତୀ ମାର୍ତାବନ ଉପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା 48 ଘଣ୍ଟାରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ଓ 24 ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତ୍ତୀ 48 ଘଣ୍ଟାରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଲଘୁଚାପ ପ୍ରଭାବରେ 25 ତାରିଖ ଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ 27 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ 25ରୁ 26 ତାରିଖ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ନମ୍ବର 6, କୋଭିଡ୍ ଯୋଗୁଁ ଅନାଥ ହୋଇଥିବା ପିଲାଙ୍କୁ ଦେବାକୁ ପଡ଼ିବନି ପରୀକ୍ଷା ଫି। ମହାମାରୀ ଯୋଗୁଁ ଅନାଥ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଘୋଷଣା କରିଛି ସିବିଏସ୍ଇ। କୋଭିଡ୍ ଯୋଗୁଁ ଯେଉଁମାନେ ଅନାଥ ହୋଇଯାଇଛନ୍ତି ସେମାନଙ୍କୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ କୌଣସି ପ୍ରକାରର ଫି କିମ୍ବା ପଞ୍ଜୀକରଣ ବାବଦ ଅର୍ଥ ଦେବାକୁ ପଡ଼ିବ ନାହିଁ। ସେମାନେ ସମ୍ପୂର୍ଣ୍ଣ ମାଗଣାରେ ପରୀକ୍ଷା ପାଇଁ ପଞ୍ଜୀକରଣ କରିପାରିବେ। ମହାମାରୀ ପିଲାମାନଙ୍କ ଜୀବନକୁ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି 2021-22 ଶିକ୍ଷାବର୍ଷ ପାଇଁ ସିବିଏସ୍ଇ ଏପରି ନିଷ୍ପତ୍ତି ନେଇଛି। ନମ୍ବର 7, କୋଭିସିଲ୍ଡ ନେଇଥିଲେ ବି ଯାଇପାରିବେ ବ୍ରିଟେନ୍, ବଦଳିଲା ନିଷ୍ପତ୍ତି। ଭାରତ ସରକାରଙ୍କ ବିରୋଧ ପରେ ବ୍ରିଟେନ୍ ତାର ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ଏଣିକି କୋଭିଡ୍ ପ୍ରତିଷେଧକ ଟିକା କୋଭିସିଲ୍ଡ ନେଇଥିବା ବ୍ୟକ୍ତି ଯଦି ବ୍ରିଟେନ୍ ଯାତ୍ରା କରନ୍ତି ତାହେଲେ ଆଉ ସଙ୍ଗରୋଧରେ ରହିବାକୁ ପଡ଼ିବନି। କାଲି ବ୍ରିଟେନ୍ ସରକାର ଅକ୍ସଫୋର୍ଡ ବା ଆଷ୍ଟ୍ରାଜେନେକା କୋଭିଡ୍-19 ଟିକା କୋଭିସିଲ୍ଡକୁ ଭ୍ରମଣଯୋଗ୍ୟ ଗ୍ରହଣୀୟ କୋଭିଡ୍ ଟିକା ତାଲିକାରେ ସାମିଲ କରିଛନ୍ତି। ତେବେ ଏହି ଟିକାକୁ ସାମିଲ କରାଯିବା ପରେ ଏଣିକି କୋଭିସିଲ୍ଡ ଟିକା ନେଇଥିବା ଭାରତୀୟମାନେ ବ୍ରିଟେନ୍ ପରିଭ୍ରମଣ କଲେ ସେମାନଙ୍କୁ ଆଉ ସଙ୍ଗରୋଧରେ ରହିବାକୁ ପଡ଼ିବ ନାହିଁ। ନମ୍ବର 8, ଯୁକ୍ତ 2 ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ, ନାମ ଲେଖିଲେନି 65,000।
ଯୁକ୍ତ 2 ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 3,86,464 ଜଣଙ୍କୁ ସିଟ୍ ଆଲଟମେଣ୍ଟ ହୋଇଥିବା ବେଳେ 3,21,720 ଜଣ ନାମ ଲେଖାଇଛନ୍ତି। କଳା ବିଭାଗରେ 2,47,906 ଛାତ୍ରଛାତ୍ରୀଙ୍କୁ ସିଟ୍ ଆଲଟ ହୋଇଥିଲା। ସେମାନଙ୍କ ମଧ୍ୟରୁ 2,08,333 ଜଣ ନାମ ଲେଖାଇଛନ୍ତି। ସେହିପରି ବିଜ୍ଞାନରେ 1,07,37 ମଧ୍ୟରୁ 83,013, ବାଣିଜ୍ୟରେ 24,560 ମଧ୍ୟରୁ 19,791, ସଂସ୍କୃତରେ 7,592ରୁ 6,068 ଓ ଧନ୍ଦାମୂଳକ ବିଭାଗରେ 5,669ରୁ 4,515 ଜଣ ନୂଆ ଲେଖାଇଛନ୍ତି। ଆହୁରି 64,744 ଜଣ ନାମ ଲେଖାଇ ନାହାନ୍ତି। ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ସହ ଡ୍ରପ୍ ଆଉଟ୍ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ନମ୍ବର 9, ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବିରେ 29ରୁ ସତ୍ୟାଗ୍ରହ। ବିଭିନ୍ନ ଚିଟ୍ଫଣ୍ଡ କମ୍ପାନୀ ଦ୍ୱାରା ରାଜ୍ୟରେ 50 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ପ୍ରାୟ 60,000 କୋଟି ଟଙ୍କା ଠକାମିର ଶିକାର ହୋଇଛନ୍ତି। କ୍ଷୁଦ୍ର ଜମାକାରୀଙ୍କୁ 300 କୋଟି ଟଙ୍କା କର୍ପସ୍ ପାଣ୍ଠିରୁ ଦେବା ପାଇଁ ସରକାର କିଛି ଦିନ ତଳେ ଘୋଷଣା କରିଥିଲେ। ପ୍ରତିଥର ନିର୍ବାଚନ ସମୟ ଆସିଲେ ଟଙ୍କା ଫେରସ୍ତ ପାଇଁ ସରକାର ପ୍ରତିଶ୍ରୁତି ଦେଉଛନ୍ତି। 7 ବର୍ଷ ଭିତରେ ମାତ୍ର 8 କୋଟି ଟଙ୍କା ଫେରସ୍ତ କରିଛନ୍ତି। ରାଜ୍ୟ ସରକାର 6 କୋଟି ଟଙ୍କା ଖର୍ଚ୍ଚ କରି ଏକ ତଦନ୍ତ କମିଶନ ଗଠନ କରିଥିଲେ। ଜମାକାରୀଙ୍କୁ ସ୍ୱାର୍ଥ ରକ୍ଷା କରିବା ପାଇଁ ଜମାକାରୀ ସୁରକ୍ଷା ଆଇନ କରାଗଲା, କିନ୍ତୁ ଏହା ଫଳପ୍ରଦ ହେଲା ନାହିଁ ବୋଲି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ଏଆଇଏସ୍ଏଫ୍ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହାକୁ ନେଇ ଆସନ୍ତା 29 ତାରିଖରୁ ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରାଯିବ। ଏହି ଆନ୍ଦୋଳନ ବଲାଙ୍ଗୀର ଜିଲ୍ଲା ଦେଓଗାଁରୁ ଆରମ୍ଭ ହେବ। ନମ୍ବର 10, ଆଉ 3 ଜିଲ୍ଲାରେ ପ୍ରତିଷ୍ଠା ହେବ ହାଫୱେ ହୋମ୍। ରାଜ୍ୟର 3 ଜିଲ୍ଲାରେ ପ୍ରତିଷ୍ଠା ହେବ ହାଫୱେ ହୋମ୍। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ଏହାକୁ ପ୍ରତିଷ୍ଠା କରାଯିବ। ଏନେଇ ଜିଲ୍ଲାପାଳମାନଙ୍କୁ ଜାଗା ଚିହ୍ନଟ କରିବା ଲାଗି କୁହାଯାଇଛି, ଯାହାଫଳରେ ମାନସିକ ରୋଗରୁ ସୁସ୍ଥ ହୋଇ ଦୀର୍ଘ ଦିନ ଧରି ହସ୍ପିଟାଲରେ ଥିବା ଏବଂ ଏଣେତେଣେ ବୁଲୁଥିବା ଲୋକମାନଙ୍କୁ ରହିବାର ସୁବିଧା ମିଳିପାରିବ। ରାଜ୍ୟବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଅନେକ ମାନସିକ ରୋଗୀ ଭର୍ତ୍ତି ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁସ୍ଥ ହୋଇସାରିଥିଲେ ମଧ୍ୟ ବିଭିନ୍ନ କାରଣରୁ ହସ୍ପିଟାଲରୁ ଯାଇପାରୁନାହାନ୍ତି। ତେବେ ସୁସ୍ଥ ହୋଇସାରିଥିବା ଲୋକଙ୍କୁ ହସ୍ପିଟାଲ ବାହାରେ ରହିବାର ସୁବିଧା ଦେବା ଲାଗି ରାଜ୍ୟରେ 3ଟି ଜିଲ୍ଲାରେ ହାଫୱେ ହୋମ୍ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମାଲକାନଗିରି, ଢେଙ୍କାନାଳ ଓ ଝାରସୁଗୁଡ଼ାରେ ଏହାକୁ ପ୍ରତିଷ୍ଠା କରାଯିବ। ନମ୍ବର 11, ଓଡ଼ିଶା ସରକାର ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର। ରାଜ୍ୟ କୃଷି, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ବିଲ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମଧ୍ୟରେ କାଲି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଜରିଆରେ କୃଷିକୁ ଚିର ପୋଷଣୀୟ କରିବା, ବଜାର ଦକ୍ଷତା ବୃଦ୍ଧି, ଖାଦ୍ୟର ଗୁଣାତ୍ମକ ମାନ ବୃଦ୍ଧି ସହିତ ମରୁଡ଼ି ଆଶଙ୍କା କମାଇବା, କୀଟ ଆକ୍ରମଣ, ଜଳବାୟୁ ଜନିତ ବିପଦକୁ ହ୍ରାସ କରିବା, ମୃତ୍ତିକା ଜଳ ସମ୍ବଳ ପରିଚାଳନାକୁ ଦକ୍ଷ କରିବା ଆଦି ଲକ୍ଷ୍ୟ ପୂରଣ ହେବ ବୋଲି ଆଶା କରାଯାଉଛି। ନାମମାତ୍ର ଭୂମିହୀନ ଚାଷୀମାନଙ୍କ ଜୀବିକା ସମୃଦ୍ଧି ତଥା କୃଷିର ବିକାଶ ପାଇଁ ଏହି ପଦକ୍ଷେପ ଗ୍ରହଣ ହୋଇଥିବା କହିଛନ୍ତି କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ। ନମ୍ବର 12, ମହାକାଶଚାରୀ ମହାକାଶଯାନ ବିଭାଗକୁ 2 ଭାଗ କଲା ନାସା। ମହାକାଶଚାରୀ ପ୍ରେରଣ ପ୍ରସଙ୍ଗ ବୁଝୁଥିବା ମହାକାଶଯାନ ବିଭାଗକୁ ନାସା 2 ଭାଗରେ ବିଭକ୍ତ କରୁଛି। ସେଥିରୁ ଗୋଟିଏ ଚନ୍ଦ୍ର ଓ ମଙ୍ଗଳ ଆଦି ଭବିଷ୍ୟତର ବଡ଼ ବଡ଼ ଅଭିଯାନ ଉପରେ ଧ୍ୟାନ ଦେବ ଏବଂ ଅନ୍ୟଟି ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଏବଂ ପୃଥିବୀର ନିକଟବର୍ତ୍ତୀ ଅନ୍ୟାନ୍ୟ ଅଭିଯାନ ତୁଲେଇବ। ଏ ପ୍ରସଙ୍ଗରେ ମଙ୍ଗଳବାର ଦିନ ନାସାର ମୁଖ୍ୟ ବିଲ୍ ନେଲସନ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ନେଲସନ କହିଛନ୍ତି, କାଲି ସାଂଗଠନିକ ପରିବର୍ତ୍ତନ ଠାରୁ ଅନେକ କିଛି ଅଧିକ ହେଉଛି। ଆଗାମୀ 20 ବର୍ଷ ପାଇଁ କ୍ଷେତ୍ର ପ୍ରସ୍ତୁତି ଚାଲିଛି। ବର୍ଦ୍ଧିଷ୍ଣୁ ମହାକାଶୀୟ ଅର୍ଥନୀତିରେ ନାସାର ଭବିଷ୍ୟତ ନିର୍ଦ୍ଧାରଣ କରାଯାଉଛି। ନମ୍ବର 13, ପାଟଣାଗଡ଼ରେ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ପାଟଣାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିବା ବେଳେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବା ସହ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟଣାଗଡ଼ ରମାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଛନ୍ତି। ପାଟଣାଗଡ଼ରେ ନିର୍ବାଚନ ମଣ୍ଡଳୀର 115.69 କୋଟି ବିନିମୟରେ 29ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ହରିଶଙ୍କର ମନ୍ଦିର ଏବଂ ଗନ୍ଧମାର୍ଦ୍ଦନ ପର୍ବତର ବିକାଶ ଏବଂ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନୁସାରେ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ। ନମ୍ବର 14, ବଢ଼ୁଛି ସୁବର୍ଣ୍ଣରେଖା ଜଳସ୍ତର, ବନ୍ୟା ଆଶଙ୍କା। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ବାଲେଶ୍ୱର ଜିଲ୍ଲାର ଭୋଗରେଇ, ଜଳେଶ୍ୱର, ବାଲିଆପାଳ ବ୍ଲକରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ରାଜଘାଟ ରେଡିଂ ପଏଣ୍ଟ ଅନୁଯାୟୀ ବୁଧବାର ସକାଳ 10ଟା ବେଳେ ନଦୀର ଜଳସ୍ତର 9.48 ମିଟର ରହିଥିଲା। ଏଠାରେ ସତର୍କ ସ୍ତର 9.45 ମିଟର ଥିବାବେଳେ ବିପଦ ସଂକେତ 10.36 ମିଟର ରହିଛି। ନଦୀର ଜଳସ୍ତର ବଢ଼ୁଥିବାରୁ କାଲି ରାତି 12ଟା ସୁଦ୍ଧା 10.30 ମିଟରରେ ପହଞ୍ଚିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ
ପୂର୍ବାନୁମାନ କରାଯାଇଛି। ଲଘୁଚାପ ପ୍ରଭାବରେ ସୁବର୍ଣ୍ଣରେଖାର ଉପରି ମୁଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନମ୍ବର 15 ରାଜ୍ୟରେ 734 ସଂକ୍ରମିତ ଚିହ୍ନଟ, 4 ମୃତ। ରାଜ୍ୟରେ 734 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ 18 ବର୍ଷରୁ କମ୍ ବୟସ୍କ ସହ 1 ଜଣ ଶିଶୁ ଓ କିଶୋର ଅଛନ୍ତି। ଅନୁଗୁଳରୁ 13, ବାଲେଶ୍ୱରରୁ 30, ବରଗଡ଼ରୁ 5, ଭଦ୍ରକରୁ 10, କଟକରୁ 91, ଢେଙ୍କାନାଳରୁ 5, ଗଜପତିରୁ 1, ଗଞ୍ଜାମରୁ 6, ଜଗତସିଂହପୁରରୁ 32, ଯାଜପୁରରୁ 29, ଝାରସୁଗୁଡ଼ାରୁ 3, କନ୍ଧମାଳରୁ 1, କେନ୍ଦ୍ରାପଡ଼ାରୁ 6, କେଉଁଝରରୁ 3, ଖୋର୍ଦ୍ଧାରୁ 335, କୋରାପୁଟରୁ 4, ମାଲକାନଗିରିରୁ 2, ମୟୂରଭଞ୍ଜରୁ 27, ନୟାଗଡ଼ରୁ 7, ପୁରୀରୁ 17, ନୂଆପଡ଼ାରୁ ଜଣେ, ରାୟଗଡ଼ାରୁ 4, ସମ୍ବଲପୁରରୁ 7, ସୋନପୁରରୁ 1 ଓ ସୁନ୍ଦରଗଡ଼ରୁ 13 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମଗ୍ର ଦେଶରେ 24 ଘଣ୍ଟା ମଧ୍ୟରେ 26,964 ନୂତନ ସଂକ୍ରମଣ ଓ 383 ମୃତ୍ୟୁ ରେକର୍ଡ କରାଯାଇଛି। ନମ୍ବର 16 କଂଗ୍ରେସରୁ ଇସ୍ତଫା ଦେଲେ ମାଲକାନଗିରି ଜିଲ୍ଲା କାର୍ଯ୍ୟକାରୀ ସଭାପତି। ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ କାଲି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପିସିସି କାର୍ଯ୍ୟକାରିଣୀ ସଦସ୍ୟ ରାମପ୍ରସାଦ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। କାଲି ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଇସ୍ତଫାପତ୍ରରେ ଶ୍ରୀ ପଟ୍ଟନାୟକ ନିଜର ବ୍ୟକ୍ତିଗତ କାରଣକୁ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ଧରି କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ମାଲକାନଗିରିରେ ରହି ଆସୁଥିବା ବେଳେ ହଠାତ୍ ତାଙ୍କର ଇସ୍ତଫାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ନମ୍ବର 17 ନ୍ୟୁଜିଲାଣ୍ଡକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲ ପଛରେ ଭାରତର ଲିଙ୍କ। ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ୱଦେଶ ଫେରିଯାଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ତେବେ ଏହି ଗସ୍ତ ବାତିଲ ହେବା ପଛରେ ଭାରତର ଲିଙ୍କ ରହିଛି ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ ଦଳକୁ ଯେଉଁ ଧମକପୂର୍ଣ୍ଣ ଇମେଲ ଆସିଥିଲା ତାହାକୁ ଭାରତରୁ ପଠାଯାଇଥିଲା। ଏହି ଧମକ କାରଣରୁ ପାକିସ୍ତାନ ଗସ୍ତକୁ ବାତିଲ କରି ଚାଲିଯାଇଥିଲା ନ୍ୟୁଜିଲାଣ୍ଡ। ଧମକପୂର୍ଣ୍ଣ ଇମେଲରେ ଭାରତର ଲିଙ୍କ ଥିବା ତଦନ୍ତକାରୀ ଏଜେନ୍ସି ସୂଚନା ଦେଇଛି। ଏହା ପାକିସ୍ତାନ କ୍ରିକେଟ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ଚୌଧୁରୀ କହିଛନ୍ତି। ତେବେ ପାକିସ୍ତାନର ଅଭିଯୋଗ ଭିତ୍ତିହୀନ ଓ ଅମୂଳକ ଦର୍ଶାଇଛନ୍ତି ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି। ନମ୍ବର 18 ଜାତିସଂଘ ସାଧାରଣ ପରିଷଦରେ କାଶ୍ମୀର ପ୍ରସଙ୍ଗ ପୁଣି ଉଠାଇଲା ତୁର୍କୀ। ତୁର୍କୀ ରାଷ୍ଟ୍ରପତି ରିସେପ୍ ତୟିପ୍ ଏର୍ଦୋଗାନ ଜାତିସଂଘ ସାଧାରଣ ପରିଷଦରେ ଉଦ୍ବୋଧନ ଦେବା ଅବସରରେ କାଶ୍ମୀର ପ୍ରସଙ୍ଗ ପୁନର୍ବାର ଉଠାଇଛନ୍ତି। ଗତବର୍ଷ ମଧ୍ୟ ଏର୍ଦୋଗାନ ସାଧାରଣ ପରିଷଦ ବୈଠକର ବିତର୍କରେ ଭାଗ ନେବା ଅବସରରେ ନିଜର ପୂର୍ବରୁ ରେକର୍ଡିଂ କରାଯାଇଥିବା ଭିଡିଓରେ ଜମ୍ମୁ କାଶ୍ମୀର ପ୍ରସଙ୍ଗ ସମ୍ପର୍କରେ କହିଥିଲେ। ସେହି ସମୟରେ ଭାରତ ତାହାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରହଣୀୟ ବୋଲି କହିବା ସହିତ ତୁର୍କୀ ଅନ୍ୟ ରାଷ୍ଟ୍ରର ସାର୍ବଭୌମତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ ଏବଂ ଏହାକୁ ତାହାର ନିଜସ୍ୱ ନୀତିରେ ସ୍ଥାନ ଦେବାକୁ କହିଥିଲା। ମଙ୍ଗଳବାର ଦିନ ଏର୍ଦୋଗାନ ସାଧାରଣ ପରିଷଦ ବୈଠକରେ ଉଦ୍ବୋଧନ ଦେବା ଅବସରରେ କହିଥିଲେ 74 ବର୍ଷ ଧରି କାଶ୍ମୀର ପ୍ରସଙ୍ଗର ସମାଧାନ କରିବା ଦିଗରେ ଏହା ନିଜର ଆଭିମୁଖ୍ୟ ପ୍ରକାଶ କରିଆସୁଛି। ସମ୍ପୃକ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ଏବଂ ଜାତିସଂଘର ବିଧି ବ୍ୟବସ୍ଥା ମଧ୍ୟରେ ଏହା କରାଯିବା ଆବଶ୍ୟକ ବୋଲି ସେ କହିଥିଲେ। ନମ୍ବର 19 ବିରଳ ଭୂମିକମ୍ପରେ ଦୋହଲି ଉଠିଲା ଅଷ୍ଟ୍ରେଲିଆର ମେଲବର୍ଣ୍ଣ। ବୁଧବାର ପ୍ରତ୍ୟୁଷରେ ସଂଘଟିତ ବିରଳ ଭୂମିକମ୍ପ ହେତୁ କୋଠାବାଡ଼ି ଦୋହଲି ଉଠି ଅଷ୍ଟ୍ରେଲିଆର ଦକ୍ଷିଣ ପୂର୍ବାଞ୍ଚଳ ଦୋହଲି ଉଠିବା ସହ କାନ୍ଥ ପଡ଼ିଯିବାରୁ ଭୀତସ୍ତ୍ରସ୍ତ ଜନତା ମେଲବର୍ଣ୍ଣ ରାସ୍ତା ଉପରକୁ ଦୌଡ଼ି ଆସିଥିଲେ। ସ୍ଥାନୀୟ ସମୟ ଠିକ୍ ସକାଳେ 9ଟା ପରେ ଦେଶରେ ଦ୍ୱିତୀୟ ମହାନଗରର ପୂର୍ବ ପ୍ରାନ୍ତରେ ସଂଘଟିତ ଏହି ଅଗଭୀର ଭୂମିକମ୍ପ 700 କିଲୋମିଟର ଦୂର ଯାଏଁ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା 5.8 ଥିବା କଥା ୟୁଏସ୍ ଜିଓଲୋଜି ସର୍ଭେ ପ୍ରଥମେ କହିଥିଲା, କିନ୍ତୁ ତୀବ୍ରତା 5.9 ବୋଲି ପରେ ସଂଶୋଧନ କରି କହିଛି। ଭୂଗର୍ଭର 10 କିଲୋମିଟର ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଟିତ ହୋଇଥିଲା। ଭୂମିକମ୍ପ ପ୍ରକୋପରେ ମେଲବର୍ଣ୍ଣର ଜନପ୍ରିୟ ବିପଣନ ଅଞ୍ଚଳ ଚାପେଲ ଷ୍ଟ୍ରିଟ୍ରେ ଘରଦ୍ୱାରର ଭଙ୍ଗାରୁଜ ଅଂଶ ବିଛାଡ଼ି ହୋଇପଡ଼ିବା ସହ କୋଠାବାଡ଼ିରୁ ଇଟା ସବୁ ବାହାରି ଆସିବା ପରି ଦେଖାଯାଉଛି। ନମ୍ବର 20 ଆଫଗାନିସ୍ତାନକୁ ସାମିଲ କରିବାକୁ ଦାବି ପରେ ସାର୍କ ବୈଠକ ବାତିଲ। ଆଫଗାନିସ୍ତାନରେ ତାଲିବାନଙ୍କ ଦ୍ୱାରା ଶାସନ କ୍ଷମତା ଦଖଲ ପଛରେ ମୁଖ୍ୟ ଭୂମିକା ନେଇଥିବା ପାକିସ୍ତାନ ଏବେ ଆଫଗାନିସ୍ତାନକୁ ଆନ୍ତର୍ଜାତୀୟ ସ୍ୱୀକୃତି ପ୍ରଦାନ ଉଦ୍ୟମରେ ଲାଗି ପଡ଼ିଛି। ଜଣାଯାଇଛି ଯେ ଗତ ଶନିବାର ଦିନ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ ଅର୍ଥାତ୍ ସାର୍କ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରଣାଳୟମାନଙ୍କର ବୈଠକ ଅନୁଷ୍ଠିତ ହେବାର ଥିଲା। ସମ୍ପ୍ରତି ତାଲିବାନ ଗୋଷ୍ଠୀ ଆନ୍ତର୍ଜାତୀୟ ସ୍ୱୀକୃତି ପାଇନଥିବାରୁ ସାର୍କ ସଦସ୍ୟ ରାଷ୍ଟ୍ରମାନେ ବୈଠକରେ ଆଫଗାନିସ୍ତାନ ପାଇଁ ଏକ ଚୌକି ଖାଲି ରଖିବାକୁ ରାଜି ହୋଇଥିଲେ, କିନ୍ତୁ ପାକିସ୍ତାନ ଏଥିରେ ଆପତ୍ତି ଦର୍ଶାଇଥିଲା। ଫଳସ୍ୱରୂପ ସାର୍କ ବୈଠକକୁ ବାତିଲ କରିଦିଆଯାଇଥିଲା। ପାକିସ୍ତାନ ଉକ୍ତ ବୈଠକରେ ଆଫଗାନିସ୍ତାନ ପକ୍ଷରୁ ତାଲିବାନ ନେତୃତ୍ୱଙ୍କ ଉପସ୍ଥିତି ଦାବି କରିଥିଲା। ତେବେ ଭାରତ ସମେତ ସାର୍କର ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ଏହାକୁ ବିରୋଧ କରିବାରୁ ବୈଠକ ବାତିଲ ହୋଇଯାଇଥିଲା। ଜାତିସଂଘ ସାଧାରଣ ପରିଷଦ ବୈଠକ ସମୟରେ ଏହା ଆୟୋଜିତ ହେବାର ଥିଲା। ଚଳିତ ବର୍ଷ ନେପାଳ ଏହି ବୈଠକ ଆୟୋଜନ କରିଥାନ୍ତା। ନମ୍ବର 21 ରହସ୍ୟମୟୀ ମହିଳାଙ୍କ ହନି ଟ୍ରାପ୍। ଗୁପ୍ତ ତଥ୍ୟ ପାଇଁ ଦେଉଥିଲେ ବିବାହ ଅଫର।
हाय कही संपर्क आरंभ करुवा रहस्यमयी महिला लव यू कही फोन रखुले, एपरिकी विवाह ऑफर भी देउथिले। एपरी भाव में हनी ट्राप्रे फसई चांदीपुर डीआरडीओर 5 जन कर्मचारी प्राय 1.5 वर्ष धरी ओगारी देशर सुरक्षा संपर्क गोपनीय तथ्य। डीआरडीओ गोपनीय तथ्य लीक मामलें गिरफ 5 जन काली मिली एपरी सांघातिक तथ्य। गिरफ 5 अभियुक्त को रिमांड आनी क्राइमब्रांच जेरा करुवा बेले हाथ में लगी एपरी चांचल्यकर तथ्य। समस्त अभियुक्त को भिन्न भिन्न परिचय दे हनी ट्राप्रे पकई तथ्य हासिल करुथिले रहस्यमयी महिला जनक। नंबर 22 देशर 122 सहर में वायु प्रदूषण स्थिति चिंताजनक। वायु प्रदूषण स्थिति दिनक दिन अति जटिल होबारे लागिछि। विश्वर राष्ट्रगुड़िक मध्य भारत वायु प्रदूषण जोगु सर्वाधिक क्षतिग्रस्त होइछि। विगत वर्षगुड़िक भारत में सर्वाधिक वायु प्रदूषण होइछि। आउ देशर 122 महानगर मध्यरु 117 महानगर में वायु प्रदूषण हार विश्व स्वास्थ्य संगठनर मानक अतिक्रम कर सारिछि। एही क्रम में ओडिशा रे चिन्हट होइतिबा सहरगुड़िक मध्य अनुगुल, बालेश्वर, भुवनेश्वर, कटक, कलिंगनगर, राउरकेला और तालचेर रहिछि। साधारण भाव वायु 60 माइक्रोग्राम पर्यंत प्रदूषण कणिका रहिले क्षतिकारक नुहे। तेबे केंद्रीय प्रदूषण नियंत्रण बोर्ड तथ्य अनुसार अनुगुल रे एही परिमाण 101 माइक्रोग्राम, बालेश्वर 86, भुवनेश्वर 99, कटक 114, जाजपुर जिला कलिंगनगर 118 और राउरकेला 108 और तालचेर 110 रही। नंबर 23 जातिसंघ रे विश्व को संबोधन करने को चाहूँगी तालिबान। तालिबान एवं मिलित जातिसंघर जेनेल आसेम्बली रे विश्वर अन्य राष्ट्रगुड़िक भली संबोधन करने को चाहूँगी। अफगानिस्तान रे तालिबान सरकार गठन करिबारु संगठनर प्रतिनिधि ही जातिसंघ रे संबोधन करिवे। सेहीपरि संगठन जातिसंघ रे वर्तमान कार्य करुवा अफगानिस्तान स्थायी सदस्यों वैधता को मध्य चैलेंज करिछि। कारण वर्तमान अफगान स्थायी सदस्य भाव कार्य करुवा गुलाम इसाक जाई को अशरफ गनी सरकार ही जातिसंघ को पठाइथिले। तेणु यहाकू तालिबान ग्रहण करूनाही। नंबर 24 भारत समेत 12 देशरू राष्ट्रदूतों को फेरी आनिबा नेपाल। दीर्घ समय छकपंजा पर नेपाल रे आरंभ होइछि नुआ सरकार। ओली परे नुआ प्रधानमंत्री शेर बहादुर देउबा नेपाल शासन संभाळुछंती। तेबे नुआ सरकार आसीबा परे एबे सेटारे हेबाकु जाउछि नुआ परिवर्तन। पूर्वतन प्रधानमंत्री केपी शर्मा ओलीଙ୍କ द्वारा 12 देश रे नियुक्त करा जायतिबा राष्ट्रदूतों को फेरी आनिबाकु निष्पत्ति नैछंती प्रधानमंत्री शेर बहादुर देउबा। एथिरे भारत रे थिबा नेपाल राष्ट्रदूतों नाम मध्य शामिल अछि। नंबर 25 टीका पई भारत को धन्यवाद देला विश्व स्वास्थ्य संगठन। विश्वर विभिन्न प्रांत को कोवैक्स जरिए कोविड टीका जोगई देवाक भारत जो प्रतिश्रुति देइथिला ताहा पूरण करने दिगरे पुणी प्रयास आरंभ करिछि। कोवैक्स जरिए विभिन्न गरीब राष्ट्र को टीका जोगई देवाक विश्व स्वास्थ्य संगठन प्रयास करुछि। किछि दिनर व्यवधान पर भारत पुणी कोवैक्स को टीका रप्तानी करने को घोषणा करिथिबारु काली विश्व स्वास्थ्य संगठनर मुख्य टेड्रोस अधनॉम घेब्रेयेसस धन्यवाद जणाइछंती। से कहिछंती कोवैक्स को अक्टोबर मासरु पुणी कोविड विरोधी टीका रप्तानी करने को भारत सरकार निष्पत्ति नैछंती। एथिपाई भारतर स्वास्थ्य मंत्री मनसुख मांडविया को धन्यवाद। नंबर 26 सोनी सहित मिश्रण को जी एंटरटेनमेंट बोर्ड अनुमोदन। सोनी पिक्चर्स नेटवर्क इंडिया सहित जी एंटरटेनमेंट एंटरप्राइजेस लिमिटेड मिश्रण हेबो। एही प्रस्ताव को जी एंटरटेनमेंट बोर्ड अनुमोदन करिछि। मिश्रित कंपनी रे सोनी पिक्चर्स एंटरटेनमेंट रो संख्यागरिष्ठ अंश रहिबो। एहा एही कारबार सहित अन्य अभिवृद्धिमूलक कार्यकलाप निमंते मोट 1.575 बिलियन डॉलर निवेश करिबो बोली जणा जाइछि। जी एंटरटेनमेंट बोर्ड पक्षरु कह जाइछि जे एही मिश्रण अंशीदार एवं सहभागींकर बृहत्तर स्वार्थ दृष्टि कह जाइछि। दक्षिण एशिया एक अग्रणी गणमाध्यम और मनोरंजन कंपनी भाव में निजर स्थान बजाय रखा तथा लाभजनक। नंबर 27 रूस रे विमान निखोज 6 यात्री मिलुनी पत्ता। रूसर खाबरोवस्क रे विमान निखोज 6 जन यात्री थिबा ई विमान राडार परदारु उभई जाइछि। 6 जन यात्री को नहीं आंटोनोव 26 नामक ई विमान उड़ाण आरंभ करिवार किछि समय परे हठात राडार परदारु उभई जाइथिला। विमान रो संधान लागि एक MI-8 हेलिकॉप्टर मुतयन कर जाइछि। मिलिथिबा सूचना मुताबक खाबरोवस्क रो दक्षिण पश्चिम रे ई विमान निखोज हो जाइथिला। रूसर फेडरल एयर ट्रांसपोर्ट एजेंसी रो विमान दुर्घटनाग्रस्त होइछि कि नहीं ताहार कोनोसी रिपोर्ट प्रकाश पाई नाही। नंबर 28 IPL हैदराबाद को 8 विकेट रे परास्त कला दिल्ली कैपिटल्स। दुबई इंटरनेशनल स्टेडियम रे चलीथिबा IPL रो 33तम मैच रे हैदराबाद को 8 विकेट रे परास्त करिछि दिल्ली कैपिटल्स। प्रथम पाड़ी रे हैदराबाद 20 ओवर 9 विकेट हरई 134 रन करिबारे सक्षम होइथिला। जवाब रे दिल्ली 135 रन विजय लक्ष्य को 17.5 ओवर मात्र 2 विकेट हरई हासिल करि नैथिला। दिल्ली पक्षरु श्रेयस अय्यर सर्वाधिक 47 रन करिथिया बेले शिखर धवन 42 रन और ऋषभ पंत 35 रन करिथिले। अन्यपटे हैदराबाद पक्षरु खलील अहमद और रशीद खान एक विकेट नैथिले।
नंबर 29 जातीय जूनियर खो खो चैंपियनशिप मध्यप्रदेश को हरैला ओडिशा। विजु पट्टनायक इंडोर स्टाडियम रे बुधवार ठारू आरंभ होइछि जातीय जूनियर खो खो चैंपियनशिप। ओडिशा बाड़क दल विजय सह सेमानक अभियान स्वतंत्र स्टाइल रे आरंभ करिसंती। ओडिशा 22 पॉइंट एवं गोटे इनिंग्स रे मध्यप्रदेश को परास्त करिछि। ओवरऑल ओडिशा 28 एवं एमपी 6 पॉइंट स्कोर करथिले। बाड़क विभाग रे अन्य मुकाबिला रे आंध्र प्रदेश 12 पॉइंट रे अरुणाचल प्रदेश को, महाराष्ट्र 26 पॉइंट रे नागालैंड को और पुडुचेरी 9 पॉइंट रे हिमाचल प्रदेश को परास्त करिछि। राजस्थान 7 पॉइंट रे उत्तराखंड को एवं केरल 21 पॉइंट रे दादरा नगर हवेली को हरैछि। नंबर 30 2021 रो धनी फुटबॉलरक सूची जारी कला फोर्ब्स। 2021 रो धनी फुटबॉलरक तालिका फोर्ब्स जारी करिछि। एथिरे मैनचेस्टर यूनाइटेड पक्षरु खेलुथिबा पोर्तुगाल रो स्टार खेलाड़ी क्रिस्टियानो रोनाल्डो प्रथम स्थान रे रहिसंती। तांको आय चलित वर्ष $125 मिलियन रहिछि। अर्जेंटीना रो लियोनेल मेसी द्वितीय स्थान हासिल करिसंती। पीएसजी क्लब पक्षरु खेलुथिबा मेसी को आय 110 मिलियन रहिछि। सेपरि नेमार 95 मिलियन, काइलियान मोबाप्पे 43 मिलियन यथाक्रमे तृतीय और चतुर्थ स्थान रे रहिसंती। उभय पीएसजी पक्षरु खेलुछंती। लिवरपूल रो मोहम्मद साले 41 मिलियन पंचम स्थान हासिल करिसंती। भिडियोटी को संपूर्ण देखिथिबारु बहुत बहुत धन्यवाद।